हेलो स्टूडेंट्स। तो आज आम +3 फास्ट सेमिस्टर VSC रे सिलेक्टेड 2 मार्किया क्वेश्चन आंसर डिस्कस करवा जहाँकि एग्जाम रे बहुत हेल्प करिवो। वीडियो को स्किप न करी समस्ते शेष पर्यंत देखो। प्रथम क्वेश्चन कौन आसुचु ना बायोम जैवमंडल मेरु अंचल उच्च पर्वतमालार शिखर देश समुद्र गभीर निम्न देश तीव्र मरु अंचल आदि अंचल प्रायतः ଦେଖାଯାଏ ନାହିଁ। ବ୍ୟାୟାମଟି ଦେଖାଯାଏ ନାହିଁ। ଜୀବମଣ୍ଡଳକୁ କେତେକ ଜୈବ ଭୌଗୋଳିକ ବାୟୋଗ୍ରାଫିକାଲ ଅଞ୍ଚଳରେ ବିଭକ୍ତ କରାଯାଇଥାଏ। ଏକ ନିର୍ଦ୍ଦିଷ୍ଟ ଶ୍ରେଣୀର ଉଦ୍ଭିଦ ଓ ପ୍ରାଣୀ ଏହି ମଣ୍ଡଳଗୁଡ଼ିକରେ ଦେଖାଯାଆନ୍ତି। ଗୋଟିଏ ଅଞ୍ଚଳ ବା ମଣ୍ଡଳର ପ୍ରାଣୀ ଉଦ୍ଭିଦମାନେ ଅନ୍ୟ ପ୍ରାଣୀ ଉଦ୍ଭିଦଠାରୁ ପ୍ରାୟତଃ ଭିନ୍ନ ଅଟନ୍ତି। ତେଣୁ ଭିନ୍ନ ଭିନ୍ନ ମହାଦେଶରେ ରହିଥିବା ସାଦୃଶ୍ୟ ଅଞ୍ଚଳଗୁଡ଼ିକର ଜୀବସତ୍ତାକୁ ଆମେ ବାୟୋମ କୁହାଯାଏ। ସମୁଦ୍ର ମଧ୍ୟ ସାମୁଦ୍ରିକ ବାୟୋମ ଅଟେ। ତ ବାୟୋମ ଆମେ କାହାକୁ କହିବା ନା ଗୋଟିଏ ଅଞ୍ଚଳ ବା ମଣ୍ଡଳ ପ୍ରାଣୀ ଉଦ୍ଭିଦମାନେ ଅନ୍ୟ ଅଞ୍ଚଳ ପ୍ରାଣୀ ଓ ଉଦ୍ଭିଦଠାରୁ ପ୍ରାୟତଃ ଭିନ୍ନ ଅଟନ୍ତି। ତେଣୁ ଭିନ୍ନ ଭିନ୍ନ ମହାଦେଶରେ ରହିଥିବା ସାଦୃଶ୍ୟ ଅଞ୍ଚଳଗୁଡ଼ିକର ଜୀବସତ୍ତାକୁ ଆମେ ବାୟୋମ କହିଥାଉ। ଦ୍ୱିତୀୟ କ୍ୱେଶ୍ଚନ କ'ଣ ଆସୁଛୁ? ବିକିରଣ ପ୍ରଦୂଷଣ ରେଡିଏସନ ପଲ୍ୟୁସନ। ଆଣବିକ ବିକିରଣ ଦ୍ୱାରା ତେଜସ୍କ୍ରିୟ ବିକିରଣ ସୃଷ୍ଟି ହୁଏ। ତ ଆଣବିକ ବିକିରଣ କ'ଣ? ଯେମିତି ପରମାଣୁ ଅସ୍ତ୍ର ପରୀକ୍ଷା କରିବା, ତେଜସ୍କ୍ରିୟ ବିକିରଣ ଏସବୁ କ'ଣ ଆଣବିକ ବିକିରଣ। ଏହା ପରିବେଶରେ ଭୟଙ୍କର ପ୍ରଦୂଷଣ ସୃଷ୍ଟି କରେ। ପରମାଣୁ ଅସ୍ତ୍ର ପରୀକ୍ଷା, ପରୀକ୍ଷାମୂଳକ ବିସ୍ଫୋରଣ, ବୈଦ୍ୟୁତିକ ରିଆକ୍ଟର, ତେଜସ୍କ୍ରିୟ ବିକିରଣ ଆଦି ତେଜସ୍କ୍ରିୟ ବିକିରଣ ସୃଷ୍ଟି ହୁଏ। ଏହାକୁ ମୁଖ୍ୟତଃ ଦୁଇ ପ୍ରକାର ବିଭକ୍ତ କରାଯାଇଛି। କାହାକୁ ନା ବିକିରଣ ପ୍ରଦୂଷଣକୁ। ଗୋଟିଏ ହେଉଛି ଆୟନୀକରଣହୀନ ବିକିରଣ, ଆଉ ଗୋଟେ ହେଉଛି ଆୟନୀକରଣ ସମ୍ପନ୍ନ ବିକିରଣ। ତ ପ୍ରଥମ କ'ଣ ଦେଖିବା ନା ଆୟନୀକରଣ ବିକିରଣ କ'ଣ? ଅତି ବାଇଗଣ ରଶ୍ମି ଏହି ଶ୍ରେଣୀର ବିକିରଣ ଏହା ଜୀବମାନଙ୍କର ଗୁଣସୂତ୍ରରେ ପରିବର୍ତ୍ତନ ଆଣିଥାଏ। ଏ ଜୀବ ପାଇଁ କ୍ଷତିକାରକ। ଦ୍ୱିତୀୟଟି କ'ଣ? ଆୟନୀକରଣ ସମ୍ପନ୍ନ ବିକିରଣ ନନ୍ସିଂ ରେଡିଏସନ। ତ ଏଟା କ'ଣ? ଯେଉଁ ତେଜସ୍କ୍ରିୟ ବିକିରଣ ଦ୍ୱାରା ଅଣୁ ଓ ପରମାଣୁ ଗୁଡ଼ିକୁ ଆୟନୀକରଣ ଘଟିଥାଏ, ପରସ୍ପର ସେମାନେ ପ୍ରକ୍ରିୟା କରନ୍ତି, ତାହାକୁ ଆମେ ଆୟନୀକରଣ ବିକିରଣ କହିଥାଉ। ଏହି ଶ୍ରେଣୀର ତେଜସ୍କ୍ରିୟ ବିସ୍ଫୋରଣରୁ ଆଲଫା ରଶ୍ମି, ବିଟା ରଶ୍ମି ଓ ଗାମା ରଶ୍ମି ଆଦି ବାହାରିଥାଏ। ଏହା ଧାରଣ କ'ଣ ବା ଏକ୍ସାମ୍ପଲ କ'ଣ ଅଛି ନା ଏକ୍ସରେ, ମାଗ୍ମା ଇତ୍ୟାଦି। ଏଟା ସବୁ କ'ଣ ନା ଆୟନୀକରଣ ସମ୍ପୂର୍ଣ୍ଣ ବିକିରଣ। ଏଥିରେ କ'ଣ ହୋଇଥାଏ? ଏହା ତେଜସ୍କ୍ରିୟ ହେବା ଦ୍ୱାରା ଅଣୁ ଓ ପରମାଣୁ ଆୟନୀକରଣ କରିଥାନ୍ତି। ଏଟା ସିଲେକ୍ଟେଡ୍ କ୍ୱେଶ୍ଚନ। ପେସେନ୍ସଲି ସମସ୍ତେ ଶେଷ ପର୍ଯ୍ୟନ୍ତ ଦେଖ। 3 ନମ୍ବର କ୍ୱେଶ୍ଚନ କ'ଣ ଆସୁଛି ନା ସାମାଜିକ ବଣୀକରଣ। ପରିବେଶର ସୁରକ୍ଷା ପାଇଁ 1976 ମସିହାରୁ ସାମାଜିକ ବଣୀକରଣ ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ କେନ୍ଦ୍ର ସରକାର, ବିଭିନ୍ନ ବେସରକାରୀ ସଂସ୍ଥା, ସ୍ୱେଚ୍ଛାସେବୀ ସଂଗଠନ, ଆମେରିକା ଆନ୍ତର୍ଜାତିକ ସଂସ୍ଥା, ୟୁନାଇଟେଡ୍ ଷ୍ଟେଟ୍ସ ଏଜେନ୍ସି ଫର ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ବା USAID, ସ୍ୱିଡେନ ଆନ୍ତର୍ଜାତିକ ଉନ୍ନୟନ ସଂସ୍ଥା, ସ୍ୱିଡେନ ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଏଜେନ୍ସି ବା SIDA, ବିଶ୍ୱ ବ୍ୟାଙ୍କ, ୱାର୍ଲଡ ବ୍ୟାଙ୍କ ସଂସ୍ଥା ଆଦି ବହୁ ଅନୁବାଦ ଏବଂ ପ୍ରୋତ୍ସାହନ ଯୋଗାଉଛନ୍ତି, ଯାହାକି ଆମେ ସାମାଜିକ ବଣୀକରଣ। ତ ବଣୀକରଣ ଅର୍ଥ କ'ଣ ନା ଜଙ୍ଗଲ ସୃଷ୍ଟି କରିବା। ପ୍ରଥମ କଥା ହେଉଛି ବଣୀକରଣ ଅର୍ଥ ହେଉଛି ଜଙ୍ଗଲ ସୃଷ୍ଟି କରିବା। ଏହା ଛଡ଼ା ଆଉ କ'ଣ ହେଇଛି ନା ଏହା ଛଡ଼ା ଆମ ଦେଶ ବା ଗ୍ରାମ ବିକାଶ ସଂସ୍ଥା ଦ୍ୱାରା ମଧ୍ୟ ଅନେକ ସ୍ଥାନରେ ସାମାଜିକ ବଣୀକରଣ ପ୍ରକଳ୍ପମାନ କାର୍ଯ୍ୟକାରୀ ହେଉଛି। ନୂତନ ଭାବରେ ଜଙ୍ଗଲ ସୃଷ୍ଟି କରିବା ସହିତ ତା'ର ରକ୍ଷଣାବେକ୍ଷଣ ଦାୟିତ୍ୱ ଲୋକଙ୍କୁ ଦେବା ନିଶ୍ଚିତ ଭାବେ ଏକ ସୁଚିନ୍ତିତ ଯୋଜନା। ତ ଏଟା ହେଉଛି କ'ଣ ନା ସାମାଜିକ ବଣୀକରଣ। ଏହାର ମୋଟୋ କ'ଣ ନା ନୂତନ ଜଙ୍ଗଲ ସୃଷ୍ଟି କରିବା, ଯାହାଫଳରେ ପରିବେଶଟି ସୁରକ୍ଷିତ ରହିବ। ଏଥିପାଇଁ ଭାରତ ସରକାର, କେନ୍ଦ୍ର ସରକାର, ବେସରକାରୀ ସଂସ୍ଥା, ଆମେରିକା, ସ୍ୱିଡେନ, ୱାର୍ଲଡ ବ୍ୟାଙ୍କ ଏମାନଙ୍କ ଅବଦାନ ଏବଂ ପ୍ରୋତ୍ସାହନ ମଧ୍ୟ ଦେଉଛନ୍ତି। ଓକେ, ନେକ୍ସଟ କ୍ୱେଶ୍ଚନ ଯିବା। ଅଣ ନବୀକରଣଯୋଗ୍ୟ ସମ୍ପଦ। ତ ଏଟା କ'ଣ ନା ଅଣ ନବୀକରଣ ଯୋଗ୍ୟ ସମ୍ପଦ। ନା ସବୁ ପ୍ରକାର ପ୍ରାକୃତିକ ସମ୍ପଦ
ସରନ୍ତି ଭଣ୍ଡାର ନୁହେଁ। ଯେମିତି ଜଳ, ବାୟୁ, ସୂର୍ଯ୍ୟରଶ୍ମି ଏସବୁ କ'ଣ ନା ଏଇଟା ହେଉଛି ଅସରନ୍ତି ଭଣ୍ଡାର। କିନ୍ତୁ କେତେକ ପ୍ରାକୃତିକ ସମ୍ପଦ ଅଛି ଯାହାକି ଅସରନ୍ତି ନୁହେଁ, ତାହା ମଧ୍ୟ ସରିଯାଏ। ଯେଉଁ ପ୍ରାକୃତିକ ସମ୍ପଦ ଥରେ ବ୍ୟବହୃତ ହେବା ପରେ ଶେଷ ହୋଇଯାଏ ତାହାକୁ ଆମେ ସରନ୍ତି ବା କ୍ଷୟଶୀଳ ସମ୍ପଦ କହିଥାଉ। ଏହି ସମ୍ପଦ ପରିମାଣ ସୀମିତ ହୋଇଥିବାରୁ ଏହାକୁ ସୀମିତ ସମ୍ପଦ ମଧ୍ୟ କୁହାଯାଏ। ତ କ'ଣ ନା କିଛି ସମ୍ପଦ ଅଛି ଯାହା ସୀମିତ, ତେଣୁ ଆମେ ଏହାକୁ ମଧ୍ୟ ସୀମିତ ସମ୍ପଦ ବୋଲି କହିଥାଉ। ଏହି ସମ୍ପଦକୁ ପୁନର୍ବାର ବ୍ୟବହାର ଉପଯୋଗୀ ବା ପୂରଣ କରାଯାଇପାରିବ ନାହିଁ, ତେଣୁ ଏହାକୁ ଅଣନବୀକରଣ ଯୋଗ୍ୟ ସମ୍ପଦ ମଧ୍ୟ କୁହାଯାଏ। ମୁଖ୍ୟତଃ କୋଇଲା, ଖଣିଜ ତୈଳ, ପ୍ରାକୃତିକ ଗ୍ୟାସ୍ ସ୍ତରରେ ବ୍ୟବହୃତ ହେବା ପରେ ତାହାକୁ ପୁନର୍ବାର ବ୍ୟବହାର କରାଯାଇପାରିବ ନାହିଁ। ସେଗୁଡ଼ିକ ଅତ୍ୟନ୍ତ ସୀମିତ, କ୍ଷୟଶୀଳ ଓ ଅପୂରଣୀୟ ସମ୍ପଦ ମଧ୍ୟ ଅଟେ। ଆଜିକାଲି କୋଇଲା, ଖଣିଜ ତୈଳ ଓ ପ୍ରାକୃତିକ ଗ୍ୟାସ୍ ବ୍ୟବହାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଏଗୁଡ଼ିକର ଭଣ୍ଡାର ମଧ୍ୟ କ୍ରମଶଃ ଶେଷ ହେବାରେ ମଧ୍ୟ ଲାଗିଛି। ତେଣୁ ବୈଜ୍ଞାନିକମାନେ ବିକଳ୍ପ ଶକ୍ତି ସାମଗ୍ରୀ ରୂପେ ସୌରଶକ୍ତି, ବାୟୁଶକ୍ତି, ଜୁଆଶକ୍ତି ଆଦିକୁ ଉପଯୋଗରେ କ'ଣ କରୁଛନ୍ତି? ମାନବ ସଭ୍ୟତାକୁ ଶକ୍ତି ସଙ୍କଟରୁ ରକ୍ଷା କରିବା ପାଇଁ ଉଦ୍ୟମ କରୁଛନ୍ତି। ଏଇଟା ହେଉଛି କ'ଣ? ଅଣନବୀକରଣ ଯୋଗ୍ୟ ସମ୍ପଦ, ଯାହାକୁ ଆମେ ଥରେ ବ୍ୟବହାର କଲେ ତାହାକୁ ଆମେ ପୂରଣ କରିପାରିବା ନାହିଁ, ତାକୁ ଆମେ ଅଣନବୀକରଣ ଯୋଗ୍ୟ ସମ୍ପଦ କହିଥାଉ। ସେଥିପାଇଁ ସାଇଣ୍ଟିଷ୍ଟ ମାନେ କ'ଣ କରୁଛନ୍ତି? ସୌର ଶକ୍ତି, ବାୟୁଶକ୍ତି, ଜୁଆଶକ୍ତି ବ୍ୟବହାର କରିକି ମାନବ ସଭ୍ୟତାକୁ ଶକ୍ତି ସଙ୍କଟରୁ ମୁକ୍ତ କରିବା ପାଇଁ ଉଦ୍ୟମ ଚାଲିଛି। ନେକ୍ସଟ କ୍ୱେଶ୍ଚନ ଆସିବା, ଓଡ଼ିଶାରେ ମହାବାତ୍ୟା, ସୁପର ସାଇକ୍ଲୋନ ଇନ୍ ଓଡ଼ିଶା। ତ ମହାବାତ୍ୟା କ'ଣ ନା କ୍ରାନ୍ତୀୟ ଅଞ୍ଚଳସ୍ଥ ସମୁଦ୍ର ଉଷ୍ଣ ଜଳରାଶି ଉପରି ଭାଗରେ ବାୟୁମଣ୍ଡଳରେ ଲଘୁଚାପ ସୃଷ୍ଟି ହୋଇ ବାୟୁ ପ୍ରଭାବ ବେଗ ଖୁବ୍ ଜୋରରେ ବଢ଼ିଯାଏ ଓ ତାହା ସ୍ଥଳଭାଗ ଆଡ଼କୁ ଗତି କରେ, ତାକୁ ଆମେ ବାତ୍ୟା ରୂପ ମଧ୍ୟ କହିଥାଉ। ତ ଏଠି କ'ଣ କୁହାଯାଇଛି ନା ସମୁଦ୍ର ଉପକୂଳବର୍ତ୍ତୀ ଉଷ୍ଣ ଜଳରାଶି ଉପରି ଭାଗରେ କ'ଣ ହେଇଥାଏ ନା ଲଘୁଚାପ ଫଳରେ ବାୟୁ ପ୍ରଭାବ ସହିତ ବର୍ଷା ଖୁବ୍ ଜୋରରେ ହୋଇଥାଏ ଏବଂ ଏହା ମଧ୍ୟ ସ୍ଥଳଭାଗକୁ ବଢ଼ିଯାଏ, ଯାହାକୁ ଆମେ ବାତ୍ୟାର ରୂପ ନେଇଥାଉ। ବାତ୍ୟାରେ ବାୟୁ ପ୍ରଭାବ ବେଗ ଘଣ୍ଟାକୁ 300 କିଲୋମିଟର ମଧ୍ୟ ହୋଇଥାଏ। 1999 ମସିହା ଓଡ଼ିଶାରେ ମହାବାତ୍ୟା ବାୟୁ ପ୍ରଭାବ ବେଗ ଘଣ୍ଟାକୁ 300 କିଲୋମିଟର ହୋଇଥିଲା। ଆମ ଦେଶରେ ମୌସୁମୀ ବାୟୁ ପ୍ରଭାବ ପୂର୍ବରୁ ଅର୍ଥାତ୍ ଏପ୍ରିଲ ଓ ମେ ମାସରେ ସୃଷ୍ଟି ହୋଇଥିବା ବାତ୍ୟା ଦ୍ୱାରା ପୂର୍ବ ଉପକୂଳବର୍ତ୍ତୀ ଯଥା ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଆଦି ରାଜ୍ୟରେ ମଧ୍ୟ ବହୁତ କ୍ଷୟକ୍ଷତି ହୋଇଥାଏ। ଆରବ ସାଗରର ଉପକୂଳବର୍ତ୍ତୀ ଗୁଜରାଟ ଓ ମହାରାଷ୍ଟ୍ର ଏ ରାଜ୍ୟଦ୍ୱୟ ଓ ପଶ୍ଚିମ ଉପକୂଳସ୍ଥ ଅନ୍ୟାନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ମହାବାତ୍ୟା ବା ବାତ୍ୟାଗ୍ରସ୍ତ ହୋଇଥାନ୍ତି। ପୃଥିବୀର ଅନ୍ୟ ସମସ୍ତ ବାତ୍ୟା ପ୍ରବଣ ଅଞ୍ଚଳରୁ ତୁଳନାରେ ବଙ୍ଗୋପସାଗର ଓ ଆରବ ସାଗରରୁ ସୃଷ୍ଟି ହୋଇଥିବା କ୍ରାନ୍ତୀୟ ବାତ୍ୟା ଅଧିକ କ୍ଷୟକ୍ଷତି କରିଥାଏ। ଏଇଟା ହେଉଛି କ'ଣ ନା ଓଡ଼ିଶାରେ ମହାବାତ୍ୟା କେମିତି ହେଲା, ତା ସହିତ ଯେଉଁ ଗୁଜରାଟ ଏବଂ ମହାରାଷ୍ଟ୍ର ଅଛି ଏବଂ ଅନ୍ୟାନ୍ୟ ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକ କେମିତି ବାତ୍ୟାଗ୍ରସ୍ତ ହେଉଛି ତା ସବୁ କହିଲା। ତା ସହିତ ମେନ୍ ପଏଣ୍ଟଟି କ'ଣ ନା ବଙ୍ଗୋପସାଗର ଓ ଆରବ ସାଗର ସୃଷ୍ଟି ହୋଇଥିବା କ୍ରାନ୍ତୀୟ ବାତ୍ୟାଟି ଅଧିକ କ୍ଷୟକ୍ଷତି କରିଥାଏ, ଯାହା ଅଧିକ ଭାବରେ ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁର କ୍ଷତି କରିଥାଏ। ନେକ୍ସଟ କ୍ୱେଶ୍ଚନ ଯିବା କ୍ୱେଶ୍ଚନ ନମ୍ବର 6କୁ ଆସିବା, ପରିବେଶ କ୍ଷେତ୍ରରେ ଜାତିସଂଘ ଭୂମିକା କ'ଣ ଥିଲା? ହ୍ୱାଟ ୱାଜ ଦ ରୋଲ୍ ଅଫ୍ ଦ ୟୁଏନଓ ଅନ୍ ଏନଭାୟରନମେଣ୍ଟ? ପରିବେଶ କ୍ଷେତ୍ରରେ ଜାତିସଂଘର ଭୂମିକା କ'ଣ? ପୃଥିବୀବ୍ୟାପୀ ଅନେକ ସଂଗଠନ ସବୁ ପରିବେଶ ଆନ୍ଦୋଳନକୁ ନେଇ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ମଧ୍ୟରେ ଜାତିସଂଘ ବା ୟୁଏନଓ ଏହାର ବିଭିନ୍ନ ଶାଖା ଓ ବିଶ୍ୱ ବ୍ୟାଙ୍କର ଅନ୍ୟତମ। ତ ପୃଥିବୀର ବିଭିନ୍ନ ଦେଶ ବା ସଂଗଠନ ପରିବେଶ କ୍ଷେତ୍ରରେ କାର୍ଯ୍ୟ କରୁଛୁ, ତା ମଧ୍ୟରୁ ୟୁଏନଓ ଓ ବିଶ୍ୱ ବ୍ୟାଙ୍କ ଏଇଟା ହେଉଛି ଅନ୍ୟତମ। 1972 ମସିହାରେ ମଣିଷ ପରିବେଶକୁ ନେଇ ଷ୍ଟକହୋମଠାରେ ପ୍ରଥମ ଆନ୍ତର୍ଜାତିକ ବିଚାର ବିମର୍ଶ ଅନୁଷ୍ଠିତ ହୋଇଥିଲା। ଏଟା ଗୋଟେ ସର୍ଟ କ୍ୱେଶ୍ଚନ। ଷ୍ଟକହୋମଠାରେ ପ୍ରଥମେ 1972 ମସିହାରେ ମଣିଷ ପରିବେଶ ସୁରକ୍ଷାକୁ ନେଇକି ଏକ ବିଚାର ବିମର୍ଶ ଅନୁଷ୍ଠିତ ହୋଇଥିଲା। ଏଥିରେ ପୃଥିବୀର ପ୍ରାୟ 112ଟି ଦେଶ ଭାଗ ନେଇଥିଲେ।
ବିଭିନ୍ନ ପରିବେଶ ସମ୍ପର୍କିତ ସମସ୍ୟା ଉପରେ ଚିନ୍ତାଧାରା ଆଲୋଚନା ଅଂଶଗ୍ରହଣ କରିଥିଲେ। ଜାତିସଂଘ ମଧ୍ୟ ବିଶ୍ୱ ପରିବେଶ ଓ ବିକାଶକୁ ନେଇ କମିଶନ ଗଠନ କରିଛନ୍ତି ଏବଂ ଏହି କମିଶନ 1983 ମସିହାରୁ କାର୍ଯ୍ୟ କରି ଆସୁଅଛି। ନେକ୍ସଟ କ୍ୱେଶ୍ଚନ ଯିବା 7କୁ ଆସିବା କ'ଣ ନା ଜନ ବିସ୍ଫୋରଣ ପପୁଲେସନ ଏକ୍ସପ୍ଲୋସନ। ସାଧାରଣତଃ ଭାବେ କୌଣସି ଦେଶ ଜନସଂଖ୍ୟା ଦ୍ରୁତ ବୃଦ୍ଧି ପରିଲକ୍ଷିତ ହେଲେ ତାହାକୁ ଆମେ ଜନ ବିସ୍ଫୋରଣ କହିଥାଉ। କୌଣସି ଦେଶରେ ଯଦି ଲୋକ ସଂଖ୍ୟା ଅଧିକ ବେଗରେ ବଢ଼େ ତାକୁ ଆମେ ଜନ ବିସ୍ଫୋରଣ ମଧ୍ୟ କହିଥାଉ। ଜନ ବିସ୍ଫୋରଣ ଅର୍ଥବ୍ୟବସ୍ଥାରେ ଏକ ଚିନ୍ତା ପ୍ରକଟକାରୀ ପରିସ୍ଥିତି ସୃଷ୍ଟି କରିଥାଏ, ଯାହାଦ୍ୱାରା କୌଣସି ରାଷ୍ଟ୍ର ଏକ ଉତ୍ତମ ଅଭିବୃଦ୍ଧି ହାରରେ ଲକ୍ଷ୍ୟ ହାସଲ ଦିଗରେ ସମର୍ଥ ହୋଇପାରେ ନାହିଁ। ଅର୍ଥବ୍ୟବସ୍ଥାରେ ଅନ୍ୟାନ୍ୟ ନକାରାତ୍ମକ ପ୍ରଭାବ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ବ୍ୟାପକ ଦାରିଦ୍ର୍ୟ ଦୃଷ୍ଟିଗୋଚର ମଧ୍ୟ ହୋଇଥାଏ। ଜନସଂଖ୍ୟା ଚଳନ ତତ୍ତ୍ୱର ଦ୍ୱିତୀୟ ପର୍ଯ୍ୟାୟରେ ଉତ୍ପନ୍ନ ଏହି ବିସ୍ଫୋରକ ପରିସ୍ଥିତି ଅର୍ଥନୀତିର ଅଚଳ ତଥା ମାନ୍ଦାବସ୍ଥା ସୃଷ୍ଟି କରିବା ସହିତ ଅର୍ଥନୈତିକ ପ୍ରକ୍ରିୟାକୁ ପଙ୍ଗୁ କରିଦେଇଥାଏ। ଉଚ୍ଚ ଜନ୍ମହାର ଓ ସ୍ୱଳ୍ପ ମୃତ୍ୟୁ ଜନିତ ପରିସ୍ଥିତିରେ ଏହି ବିସ୍ଫୋରଣ ଅବସ୍ଥାର ଆବିର୍ଭାବ ଘଟିଥିଲା। ନେକ୍ସଟ କ୍ୱେଶ୍ଚନ କ'ଣ ଆସୁଛି ଧୂମକୁହୁଡ଼ି। ଧୂମକୁହୁଡ଼ି କହିଲେ ଧୂମ ଓ କୁହୁଡ଼ି ଫଗ୍ର ମିଶ୍ରଣକୁ ବୁଝାଇଥାଏ। ଧୂମରେ ଥିବା ଅଙ୍ଗାରକ କୁହୁଡ଼ି ସହ ମିଶି ଏକ ପ୍ରକାର କଳା ପରଦାର ଆସ୍ତରଣ ସୃଷ୍ଟି କରିଥାଏ, ଯାହାକୁ ଆମେ ଧୂମକୁହୁଡ଼ି କହିଥାଉ। ଜୈବିକ ପଦାର୍ଥର ଦହନ ଯଥା କୋଇଲା, ପେଟ୍ରୋଲିୟମ ଓ କଳକାରଖାନାରୁ ବାହାରୁଥିବା ଅଙ୍ଗାରକାମ୍ଳ ବାଷ୍ପ କୁହୁଡ଼ି ସହ ମିଶି ଧୂମକୁହୁଡ଼ି ସୃଷ୍ଟି କରେ। ତ ଧୂମକୁହୁଡ଼ି କିପରି ସୃଷ୍ଟି ହୁଏ ନା ଜୈବିକ ପଦାର୍ଥ ଦହନ ଯଥା କୋଇଲା, ପେଟ୍ରୋଲ, କଳକାରଖାନାରୁ ବାହାରୁଥିବା ଅଙ୍ଗାରକାମ୍ଳ ବାଷ୍ପ କୁହୁଡ଼ି ସହିତ ମିଶି ଧୂମକୁହୁଡ଼ି ସୃଷ୍ଟି ହୋଇଥାଏ। ଏହା ସାଧାରଣତଃ ଶିଳ୍ପାଞ୍ଚଳ ବା ସହରାଞ୍ଚଳ ଶୀତ ଦିନେ ଦେଖା ଦେଇଥାଏ। ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ବାୟୁରେ ବହୁତ ଧୂଳିକଣା ଦେଖାଯାଏ, ଯାହା କୁହୁଡ଼ି ସ୍ପର୍ଶରେ ଆସି ଏହାକୁ ଅଧିକ ଧୂମ କଣ ସୃଷ୍ଟି କରିଥାଏ। କ'ଣ କୁହାଯାଇଛି ଯେ ଶିଳ୍ପାଞ୍ଚଳ ଓ ସହରାଞ୍ଚଳରେ ଧୂଳିକଣା ଦେଖାଯାଇଥାଏ ବହୁତ ମାତ୍ରାରେ, ଯାହାକି ଏହି କୁହୁଡ଼ି ସଂସ୍ପର୍ଶରେ ଆସି ଏହାକୁ ଅଧିକ ଧୂମ ଘନ କୁହୁଡ଼ି ସୃଷ୍ଟି କରାଇଥାଏ। ନେକ୍ସଟ କ୍ୱେଶ୍ଚନ ଯିବା ଅମ୍ଳ ବର୍ଷା ଏସିଡ୍ ରେନ୍। ତ ଏଟା ଗୋଟେ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନଟି। ଏସିଡ୍ ରେନ୍ ଅମ୍ଳ ବର୍ଷା ବାୟୁ ପ୍ରଦୂଷଣର ଅନ୍ୟ ଏକ ମାରାତ୍ମକ ପରିମାଣ ଅଟେ। ଅମ୍ଳ ବର୍ଷା ହେବା ପ୍ରକ୍ରିୟା କୋଇଲା, ପ୍ରାକୃତିକ ଗ୍ୟାସ, ପ୍ରାକୃତିକ ତୈଳ ପ୍ରଭୃତି ବହନ ଏବଂ ଅନ୍ୟାନ୍ୟ କେତେକ ପ୍ରକାର କଳକାରଖାନାରୁ ଆରମ୍ଭ ହୁଏ। ଆମେ ଜାଣୁ କ'ଣ ବା ଦହନ କମ୍ବୁସନ ହେଉଛି ଏକ ରାସାୟନିକ ପ୍ରକ୍ରିୟା ରିଆକ୍ସନ ଯେଉଁଥିରେ କି ବାୟୁମଣ୍ଡଳୀୟ ଅମ୍ଳଜାନ ଦହନ ହେଉଥିବା ବସ୍ତୁଟିରେ ଥିବା କାର୍ବନ, ନାଇଟ୍ରୋଜେନ, ସଲଫର ଓ ଅନ୍ୟାନ୍ୟ ଏଲିମେଣ୍ଟ ମାନଙ୍କ ସହ ମିଶି ସେହି ସବୁ ଏଲିମେଣ୍ଟ ମାନଙ୍କର ଅକ୍ସାଇଡ ସୃଷ୍ଟି କରେ। ଜାଳେଣୀରେ ଯଦି ସଲଫର ବା ନାଇଟ୍ରେଟ ଥାଏ ତାହେଲେ ଅମ୍ଳଜାନ ସହିତ ସେମାନଙ୍କ ରାସାୟନିକ ପ୍ରକ୍ରିୟା ରିଆକ୍ସନ ଫଳରେ ସଲଫର ଡାଇଅକ୍ସାଇଡ ଓ ନାଇଟ୍ରେଟ ଅକ୍ସାଇଡ ଗ୍ୟାସ ସୃଷ୍ଟି ହୁଏ। ଏହି ଗ୍ୟାସ ଗୁଡ଼ିକ ବାୟୁମଣ୍ଡଳରେ ପହଞ୍ଚିଗଲା ପରେ ସେଠାରେ ଥିବା ଜଳୀୟ ବାଷ୍ପ ଓ ଅନ୍ୟାନ୍ୟ ରାସାୟନିକ ଦ୍ରବ୍ୟମାନଙ୍କ ସହିତ ଜଟିଳ ରାସାୟନିକ ରିଆକ୍ସନ ଫଳରେ ସଲଫ୍ୟୁରିକ ଏସିଡ H2SO4 ଓ ନାଇଟ୍ରିକ ଏସିଡ H2NO3 ସମେତ ନାଇଟ୍ରେଟ ଓ ସଲଫେଟ ଭଳି ପଲ୍ୟୁଟାଣ୍ଟ ସୃଷ୍ଟି କରେ। ଆଉ କ'ଣ ନା ବହୁ ସମୟରେ ଏହି ଏସିଡ ଗୁଡ଼ିକ ପବନରେ ବହୁତ ଦୂରକୁ ଭାସି ଚାଲିଯାଏ। ଏହିଭଳି ଏସିଡ ଥିବା ଆକାଶରେ କୁହୁଡ଼ି ବା ମେଘ ଦେଖାଦେଲେ ସେଗୁଡ଼ିକ କୁହୁଡ଼ି ବା ମେଘ ମଧ୍ୟ ଅମ୍ଳଯୁକ୍ତ ହୋଇଯାଇଥାଏ। ଏହାପରେ ଏହି ଅମ୍ଳବର୍ଷା ବା ତୁଷାର ଆକାଶରେ ପୃଥିବୀ ପୃଷ୍ଠରେ ପଡ଼େ। ତ ଯେଉଁ କୁହୁଡ଼ି ବା ସ୍ମୋକଟି ସୃଷ୍ଟି ହେଲା, ସପୋଜ ଆକାଶରେ ବାଦଲ ଗୁଡ଼ିକ ଅଛି ବା ମେଘ ଗୁଡ଼ିକ ଅଛି, ଏତେ ସବୁ ସ୍ମୋକ ଗୁଡ଼ିକ ଜମା ହେଇଗଲା। ଯେତେବେଳେ ବର୍ଷାଟି ବର୍ଷିବ ୟା ସହିତ ପ୍ରତିକ୍ରିୟା କରି ଏସିଡ୍ ରେନ୍ରେ
ଜଳଟି ବା ବର୍ଷାଟି ବର୍ଷିବ ଧରା ପୃଷ୍ଠରେ। ତ ପ୍ରଥମେ କ'ଣ ହେଇଥାଏ, ମେଘ ଗୁଡ଼ିକ ଉପରେ ଥାଆନ୍ତି ଭାସମାନ ଅବସ୍ଥାରେ, ସେମାନେ ରିଆକ୍ସନ୍ କରିକି ବର୍ଷାରେ ପରିଣତ ହୁଅନ୍ତି ଏବଂ ତଳକୁ ଯେତେବେଳେ ଆସନ୍ତି ସ୍ମଗ୍ ଗୁଡ଼ିକ ଥାଆନ୍ତି, ଏଇ ସ୍ମଗ୍ ଗୁଡ଼ିକ ବର୍ଷା ପାଣିରେ ରିଆକ୍ସନ୍ କରିକି ଏସିଡ଼ରେ ପରିଣତ ହୁଅନ୍ତି। ଓକେ, ଦେନ୍ ନେକ୍ସଟ କ୍ୱେଶ୍ଚନ୍ ଯିବା, ଶକ୍ତି ସଂରକ୍ଷଣ, ଏନର୍ଜି କନଜରଭେସନ୍। ତ ଶକ୍ତିକୁ ଆମେ କିପରି ସଂରକ୍ଷଣ କରିପାରିବା? ଶକ୍ତିର ସଂରକ୍ଷଣ ଅତ୍ୟନ୍ତ ଜରୁରୀ ଅଟେ। ଏହା ବର୍ତ୍ତମାନ ସମାଜର ଭାର ସମ୍ଭାଳିବା ସହ ଆମେ ଭାବି ବଂଶଧରମାନଙ୍କର ଆଶା ଏବଂ ଆବଶ୍ୟକତାକୁ ମଧ୍ୟ ପୂରଣ କରିପାରିବା। ଶକ୍ତି ସଂରକ୍ଷଣ ନିମ୍ନଲିଖିତ ଉପାୟରେ କରାଯାଇପାରିବ। ପ୍ରଥମ କ'ଣ, ନିରବଚ୍ଛିନ୍ନ ଭାବରେ ଗାଡ଼ି ମଟର ପ୍ରଭୃତି ଇନ୍ଧନ କାର୍ଯ୍ୟଦକ୍ଷତାରେ ଉନ୍ନତି କରିବା। ସ୍ୱଶକ୍ତି ଚାଳିତ ଯନ୍ତ୍ର ବା ଏବଂ ମୋଟର ଗାଡ଼ି ଆଦିର ବିକାଶ ମଧ୍ୟ କରାଇବା। ଶକ୍ତିର ବିକଳ୍ପ ଉତ୍ସର ବ୍ୟବହାରକୁ ପ୍ରୋତ୍ସାହିତ କରିବା। ବିଦ୍ୟୁତ୍ ଶକ୍ତି ଉତ୍ପାଦନ ବୃଦ୍ଧି କରିବା। ଜୀବାଶ୍ମ ଇନ୍ଧନରେ ଥିବା ନୂଆ ଅଞ୍ଚଳ ଅନୁସନ୍ଧାନ କରିବା। କ'ଣ ନା, ଜୀବାଶ୍ମ ଇନ୍ଧନ ଥିବା ନୂଆ ଅଞ୍ଚଳ ଅନୁସନ୍ଧାନ କରିବା। ଦୁର୍ବଳ ଏବଂ ନିଃଶେଷ ହୋଇ ଆସୁଥିବା ସମ୍ପଦରୁ ପ୍ରଯୁକ୍ତି ବିଦ୍ୟା ସାହାଯ୍ୟରେ ଇନ୍ଧନ ନିଷ୍କାସନ କରିବା। କୋଇଲା ଖଣି ଏବଂ ତୈଳ ପ୍ରତିଷ୍ଠାନ ଗୁଡ଼ିକୁ ନ୍ୟାୟରେ ଆକ୍ସିଡ ଦୁର୍ଘଟଣାରୁ ରକ୍ଷା କରିବା। ପରିଷ୍କରଣ ସମୟରେ ଅଯଥା ଅପବ୍ୟୟରୁ କମାଇବା। ଘଷି ଗାଳିବା ବର୍ଜନ କରିବା ଓ ବାୟୋଗ୍ୟାସ୍ ଉତ୍ପନ୍ନକୁ ପ୍ରୋତ୍ସାହିତ କରିବା। ଆବଶ୍ୟକ ନ ପଡ଼ିଲେ ଶକ୍ତିର ଅପଚୟ ନ କରିବା। ଇନ୍ଧନ ଯୋଗ୍ୟ ଓ ଧୂମହୀନ ଚୁଲାର ବିକାଶ କରିବା। ଜଙ୍ଗଲ କାଠର ଚାହିଦା କମାଇବା ପାଇଁ ସାମାଜିକ ବନୀକରଣ ବ୍ୟବସ୍ଥାର ସମ୍ପ୍ରସାରଣ କରିବା ଇତ୍ୟାଦି। ଏପରି ଭାବରେ ଆମେ କ'ଣ କରିବା, ଶକ୍ତିକୁ ସଂରକ୍ଷଣ କରିପାରିବା। ତ ଇଏ ଥିଲା ସିଲେକ୍ଟେଡ୍ 10ଟି ନିୟମିତ କ୍ୱେଶ୍ଚନ୍ ଆନ୍ସର୍ ଯାହା ମୁଁ ଡିସ୍କସ୍ କଲି। କ୍ଲାସ୍ଟିର PDF ପାଇବା ପାଇଁ ମୋ ଡିସ୍କ୍ରିପ୍ସନ୍ରେ ମୋର ଟେଲିଗ୍ରାମ ଗ୍ରୁପ୍ର ଲିଙ୍କ୍ ଅଛି, ସେଠି କ୍ଲିକ୍ କରିକି ଗ୍ରୁପ୍ରେ ସମସ୍ତେ ଆଡ଼୍ ହୁଅ, ଯାହାଫଳରେ এই କ୍ଲାସ୍ର PDF ପାଇପାରିବ। ଥ୍ୟାଙ୍କ ୟୁ ଅଲ୍।